ସମସ୍ତଙ୍କୁ ମୋର ଖ୍ରୀଷ୍ଟ ପ୍ରେମ ନମସ୍କାର। ମହେଶ ପତାଙ୍କୁ ମଧ୍ୟ ଧନ୍ୟବାଦ ଦଉଛି ମତେ ଆଜି ଈଶ୍ୱରଙ୍କର ବାକ୍ୟ ପ୍ରଚାର କରିବାକୁ ସୁଯୋଗ ଦେଇଛନ୍ତି। ଆଉ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରିଛନ୍ତି। ହେଲେ ଆଶୀର୍ବାଦ ନୁହେଁ, ସେ ଆମକୁ ମନୋନୀତ କରିଛନ୍ତି। ଏବେ ଖାଇବାର ସମୟ, ରାତିରେ ଶୋଇବା ସମୟ ହେଲେ ମଧ୍ୟ ପ୍ରଭୁ ଆମକୁ ବାଛିଛନ୍ତି ତାଙ୍କର ବାକ୍ୟ ଶୁଣିବା ପାଇଁ, ତାଙ୍କର ସାନ୍ନିଧ୍ୟ ଲାଭ କରିବା ପାଇଁ, ତାଙ୍କ ସାଥିରେ କଥା ହବା ପାଇଁ। ଅନେକକୁ ତ ସେ ଡାକିଛନ୍ତି, କିନ୍ତୁ ଅନେକ ଆହୁତ ଅଳ୍ପ ମନୋନୀତ। ଆମେ ସେ ମନୋନୀତ ବ୍ୟକ୍ତି ବିଶେଷ ଅଟୁ। କାରଣ ଆମେ ସାଧାରଣ ବ୍ୟକ୍ତି ନୁହେଁ। ମୁଁ ସବୁବେଳେ କୁହେ ଆମର ପ୍ରଭୁ ସର୍ବଶକ୍ତିମାନ ଆଉ ଆମେ ଆମେ ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କର ପୁଅ ଆଉ ଝିଅ ଅଟୁ। ଆମେ ତାଙ୍କର ଉତ୍ତରାଧିକାରୀ ଅଟୁ। ଆମେ ପ୍ରଭୁ ଯୀଶୁଙ୍କର ସହ ଉତ୍ତରାଧିକାରୀ ଅଟୁ। ତେଣୁକରି ଆମେ ସାଧାରଣ ମଣିଷ ନୁହେଁ। ମୁଁ ସବୁବେଳେ ଏଇ କଥା ବି କୁହେ ଯେ ରାସ୍ତାରେ ଯୋଉମାନେ ବୁଲୁଛନ୍ତି, ଯୋଉମାନେ ଆମର ସଦାପ୍ରଭୁଙ୍କୁ ଜାଣନ୍ତି ନାହିଁ, ଆମର ପ୍ରଭୁ ଯୀଶୁଙ୍କୁ ଜାଣନ୍ତି ନାହିଁ, ଆମେ ତାଙ୍କ ପରି ନୁହେଁ। ଆମେ ସ୍ୱୟଂ ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କର ପୁଅ ଆଉ ଝିଅ। ଆମର ପରିଚୟକୁ ସବୁବେଳେ ଆମେ ଜାଣିବାକୁ ପଡିବ, ମନେ ରଖିବା। ଆଉ ପରିଚୟ ଅନୁଯାୟୀ ଆମେ ଯାହାର ପୁଅ ତାଙ୍କର ପଛରେ ଚାଲିବା, ତାଙ୍କର କଥା ମାନିବା। ପିତା ଈଶ୍ୱର ଆମ ଠାରୁ ଏତିକି କେବଳ ଚାହାନ୍ତି ଯେ ଆମେ ତାଙ୍କ ପରି ହେବା। ଆଉ ତାଙ୍କ ପରି କରିବା ପାଇଁ ହିଁ ସେ ଆରମ୍ଭରୁ ତାଙ୍କରି ପରି କରି ଆମକୁ ତିଆରି କଲେ, ନିଜର ସାଦୃଶ୍ୟରେ, ନିଜର ପ୍ରତିମୂର୍ତ୍ତିରେ ନିଜର ଜୀବନ ବାୟୁ ଦେଇ ତିଆରି କଲେ। କାରଣ ସେ ଈଶ୍ୱରୀୟ ବଂଶ ଏଇ ପୃଥିବୀରେ ଚାହୁଁଥିଲେ ପ୍ରତିଷ୍ଠା କରିବା ପାଇଁ। ଆଉ ସେଇ ତାଙ୍କର ସେଇ ବଂଶରେ ସେ ଆମକୁ ଏଇ ପୃଥିବୀରେ ରଖିଥିଲେ। ସେ ସ୍ୱର୍ଗରେ ଯେପରି, ଆମେ ପୃଥିବୀରେ ସେପରି। ବାକ୍ୟରେ ଲେଖାଯାଏ ସେ ସ୍ୱର୍ଗରେ ପରମେଶ୍ୱର, ଆମେ ପୃଥିବୀରେ ଈଶ୍ୱର। ୟେସ୍, ଆମେ ଈଶ୍ୱର। କାରଣ ବାକ୍ୟରେ ଲେଖାଯାଏ ତୁମ୍ଭେ ମାନେ ଈଶ୍ୱର ଗଣ। ହାଲେଲୁୟା। ଆମେ ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କର ପୁଅ ଆଉ ଝିଅ। ତେଣୁକରି ଆମ୍ଭେ ମାନେ ଈଶ୍ୱର। ଆଉ ଥରେ କହୁଛି, ସେ ସର୍ବଶକ୍ତିମାନ, ଆମେ ଶକ୍ତିମାନ। ସେ ଅସମ୍ଭବ ସମ୍ଭବକାରୀ, ଆଉ ତାଙ୍କର ନାମରେ ଆମେ ବି ଅସମ୍ଭବକୁ ସମ୍ଭବ କରିବା। ସେ ଅଧିକାର ସିଏ ଆମକୁ ଦେଇ ସାରିଛନ୍ତି। ପ୍ରିୟମାନେ, ଆସନ୍ତୁ ଆମେ ଯେ ଆମେ ତାଙ୍କର ପୁଅ ଆଉ ଝିଅ। ବାକ୍ୟରେ ଆଉ ଗୋଟିଏ କଥା ଲେଖାଯାଏ ଯେ ରୋମିଓ 8 ପର୍ବରେ ଯଦି ଆମେ ପଢିବା, ତାହେଲେ ସେଠାରେ ଏପରି ଲେଖାଯାଏ ଯେ ତୁମ୍ଭେମାନେ ପୁତ୍ର, ତେଣୁକରି ତୁମମାନଙ୍କୁ ପୁତ୍ରଙ୍କର ଆତ୍ମା ପ୍ରଦତ୍ତ ହେଇଛି। ଯୋଉ ଆତ୍ମା ପୁତ୍ରଙ୍କୁ ଦିଆଯାଇଥିଲା, ସେଇ ପବିତ୍ର ଆତ୍ମା ବର୍ତ୍ତମାନ ଆମକୁ ଦିଆଯାଇଛି। ଆମ ଭିତରେ ସେଇ ପବିତ୍ର ଆତ୍ମା ଅଛନ୍ତି। ଆସନ୍ତୁ, ପବିତ୍ର ଆତ୍ମା କେତେବେଳେ ମନୁଷ୍ୟ ମାନଙ୍କ ମଧ୍ୟକୁ ଆସିଲେ ଆମେ ଜାଣିବା। ଆଉ ସେଥିପାଇଁ ମୋ ସହିତ ଖୋଲନ୍ତୁ ପ୍ରେରିତ 2 ପର୍ବ। ଯଦି କେହି ସାହାଯ୍ୟ କରିପାରିବେ ଭଲ କଥା, ନହେଲେ ମୁଁ ପଢିବି। ଆରମ୍ଭରୁ ପଢାନ୍ତୁ। ହଁ, ଆରମ୍ଭରୁ।
पेंटिकस्ट दिवस उपस्थित हुअन्ते समस्ते एक स्थान रे समवेत थिले आउ प्रबल वेगरे बहुथिबा प्रचंड पवनर शब्द तुल्य गोटे शब्द अकस्मात आकाशरू आसी ଯେଉଁ ଗୃହରେ ସେମାନେ ବସିଥିଲେ ସେଇ ଗୃହର ସର୍ବତ୍ର ବ୍ୟାପିଗଲା ଆଉ ଅଗ୍ନି ସଦୃଶ ଜିଭା ଗୁଡିକ ସେମାନଙ୍କ ଦୃଷ୍ଟି ଗୋଚର ହୋଇ ଗୋଟି ଗୋଟି କରି ସେମାନଙ୍କ ପ୍ରତ୍ୟେକ ଜଣଙ୍କ ଉପରେ ଅଧିଷ୍ଠିତ ହେଲା। ସେଥିରେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ ପୁଣି ଆତ୍ମା ସେମାନଙ୍କୁ ଯେପରି କହିବାକୁ ଶକ୍ତି ଦେଲେ ତଦନୁସାରେ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ। ଏହି ସମୟରେ ଆକାଶର ନିମ୍ନସ୍ଥିତ ପ୍ରତ୍ୟେକ ଜାତିରୁ ଆଗତ ହୋଇ ଜେରୁସାଲେମରେ ବାସ କରୁଥିବା ଭକ୍ତ ଜିହୁଦୀ ମାନେ ସେ ପାଖରେ ଥିଲେ ଆଉ ସେଇ ଶବ୍ଦ ହୁଅନ୍ତେ ବହୁ ଜନତା ଏକତ୍ର ହୋଇ ପ୍ରତ୍ୟେକ ଜଣ ଆପଣା ଆପଣା ଭାଷାରେ ସେମାନଙ୍କୁ କଥା କହୁଥିବା ଶୁଣିବାରୁ ହତବୁଦ୍ଧି ହେଲେ। ପୁଣି ସେମାନେ ଆଚମ୍ବିତ ହେଲେ ଆମେ ବର୍ତ୍ତମାନ ଶୁଣିଲୁ ଯେ ପେଣ୍ଟିକଷ୍ଟ ଦିବସ ଉପସ୍ଥିତ ହୁଅନ୍ତି ସମସ୍ତେ ଏକ ସ୍ଥାନରେ ସମବେତ ଥିଲେ। ପ୍ରଭୁ ଯୀଶୁଙ୍କର ଫଲୋୱର୍ସ ମାନେ ଶିଷ୍ୟ ମାନେ ଯଦି ଆମେ କହିବା ଅନେକ ଗୁଡିଏ ଶିଷ୍ୟ ଥିଲେ କିନ୍ତୁ ମୁଖ୍ୟ ଶିଷ୍ୟ ହଉଛନ୍ତି 12 ଜଣ। ପ୍ରଭୁ ଯୀଶୁଙ୍କର ବହୁତ ଗୁଡେ ଅନୁଗମନକାରୀ ଥିଲେ ଆଉ ସେମାନଙ୍କ ଭିତରୁ 100 ବିଷୟରେ ଆମେ ସମସ୍ତେ ଶୁଣିଛୁ ଓ ପଢିଛୁ ମଧ୍ୟ। ପେଣ୍ଟିକୋଷ୍ଟ ଦିବସରେ ପ୍ରଭୁ ଯୀଶୁଙ୍କର ସ୍ୱର୍ଗାରୋହଣର ପରେ ପ୍ରଭୁ ଯୀଶୁ ସ୍ୱର୍ଗାରୋହଣ କରିବା ପୂର୍ବରୁ ଗୋଟିଏ କଥା ସେ ଶିଷ୍ୟ ମାନଙ୍କୁ କହିକି ଯାଇଥିଲେ ଆଉ ତାହା ହଉଛି ମୁଁ ଗଲା ପରେ ତୁମକୁ ଏକୁଟିଆ କେବେ ହେଲେ ଛାଡ଼ିଦେବି ନାହିଁ। ମୁଁ ପିତାଙ୍କୁ ଅନୁରୋଧ କରିବି ସେ ସାହାଯ୍ୟକାରୀ ପବିତ୍ର ଆତ୍ମାଙ୍କୁ ତୁମମାନଙ୍କ ମଧ୍ୟକୁ ପଠେଇବେ। এই ସ୍ଥାନରେ ଆମେ ଭଲ କି ଗୋଟିଏ କଥା ଚିନ୍ତା କରିବା ପ୍ରିୟମାନେ। ରୋମିଓ 8 ପର୍ବରେ ଲେଖାଯାଏ ପୁତ୍ରଙ୍କର ଆତ୍ମା ତୁମମାନଙ୍କୁ ପ୍ରଦତ୍ତ ହେଇଛି ଆଉ ପ୍ରଭୁ ଯୀଶୁ ଏଠାରେ କହନ୍ତି ଯେ ମୁଁ ଗଲା ପରେ ସାହାଯ୍ୟକାରୀ ପବିତ୍ର ଆତ୍ମାଙ୍କୁ ତୁମ ପାଇଁ ପଠେଇବାକୁ ପିତାଙ୍କୁ ଅନୁରୋଧ କରିବି। ହେଲେ এই ସାହାଯ୍ୟକାରୀ ପବିତ୍ର ଆତ୍ମା ହଉଛନ୍ତି ପ୍ରଭୁ ଯୀଶୁଙ୍କ ଭିତରେ ଥିବା ଆତ୍ମା। ପବିତ୍ର ଆତ୍ମା ହଉଛନ୍ତି ପରମେଶ୍ୱରଙ୍କର ଆତ୍ମା। ସେଇ ଆତ୍ମା ବର୍ତ୍ତମାନ ଆମ ଭିତରେ ଅଛନ୍ତି। এই କଥା ମନେ ରଖିବା ଆଉ ଖାଲି ମନେ ରଖିଲେ କିଛି ଲାଭ ନାହିଁ ପ୍ରିୟମାନେ। ଆମ ଭିତରେ ଆମେ ଅନୁଭବ କରିବା ସେ ଆମ ଭିତରେ ଅଛନ୍ତି। ୟେସ୍ ପ୍ରିୟମାନେ, ଆମେ ଏକୁଟିଆ ନୋହୁ, ଆମ ଭିତରେ ସେ ଅଛନ୍ତି। ମୀନାକ୍ଷୀ ନାନୀ ଥରେ ଗାଇଥିଲେ, ତାଙ୍କଠୁ ଫାଷ୍ଟ ଗୀତଟା ଶୁଣିଥିଲି। ସେ ଅଛନ୍ତି ମୋ ସାଥିରେ, ସେ ଅଛନ୍ତି ମୋ ସାଥିରେ, ସେ ଅଛନ୍ତି ଆମ ସାଥିରେ, ସେ ଅଛନ୍ତି ଆମ ଭିତରେ। କିଏ? ସେ ପବିତ୍ର ଆତ୍ମା, ସେ ସାହାଯ୍ୟକାରୀ ପ୍ରଭୁ ଯୀଶୁ ଖ୍ରୀଷ୍ଟ, ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଉ ସୃଷ୍ଟିକର୍ତ୍ତା ପିତା ପରମେଶ୍ୱର। ତିନି ହିଁ ଏଇ ଶରୀର ଭିତରେ ଆମ ସାଥିରେ ଅଛନ୍ତି ପ୍ରିୟମାନେ। এই କଥା ବିଶ୍ୱାସ କରିବା। ପବିତ୍ର ଆତ୍ମା, ଯୋଉ ପବିତ୍ର ଆତ୍ମାକୁ ସଦାପ୍ରଭୁ ଆମକୁ ସାହାଯ୍ୟ କରିବାକୁ ପଠେଇଲେ। ଆସନ୍ତୁ ସେ କେତେବେଳେ ଆସିଲେ ଆମେ ଦେଖିବା। 120 ଜଣ ଶିଷ୍ୟ ଆଉ ଶିଷ୍ୟା ଗୋଟେ ଉପର କୋଠରୀରେ ରହି ପ୍ରାର୍ଥନାରେ ରତ ଥିଲେ ଆଉ ସେଇ ସମୟରେ ପ୍ରଚଣ୍ଡ ବେଗରେ, ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଗୋଟିଏ ଶବ୍ଦ ଅକସ୍ମାତ ଆକାଶରୁ ଆସିଲା।
ମୁଁ ଆଗରୁ ବୁଝୁଥିଲି, ଆପଣ ମାନେ କଣ ବୁଝୁଥିଲେ ମୁଁ ଜାଣିନି, କିନ୍ତୁ ମୁଁ ଆଗରୁ ବୁଝୁଥିଲି ଯେ ଖୁବ ଜୋରରେ ପବନ ଆସିଲା, ପବିତ୍ର ଆତ୍ମା ଆସିଲା ବେଳକୁ ଖୁବ ଜୋରରେ ପବନ ଆସିଲା, କିନ୍ତୁ ମୁଁ ଭୁଲ ବୁଝୁଥିଲି ପ୍ରିୟ ମାନେ। କେବଳ ଶବ୍ଦ ହେଲା, ପ୍ରଚଣ୍ଡ ବେଗରେ ପବନ ର ଶବ୍ଦ ପରି ଗୋଟେ ଶବ୍ଦ ହେଲା, ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ଡ ପବନର ଶବ୍ଦ ପରି ଗୋଟେ ଶବ୍ଦ ହେଲା। ଆଉ ସେଇ ଶବ୍ଦ କୋଉଠୁ ଆସିଲା? ଆକାଶରୁ ଆସି ଯୋଉ ଘରେ ସେମାନେ ରହୁଥିଲେ ସେ ଘରେ ଆସିକି ପଡିଲା। ସିଏ ଦେଖନ୍ତୁ ଗୋଟେ କଥା, ଏତେ ଜୋରରେ ଶବ୍ଦ ହେଲା ଯେ ଜେରୁସାଲେମରେ ଉପସ୍ଥିତ ସମସ୍ତେ ଜାଣିଲେ ଯେ କିଛି ଗୋଟେ ଅଘଟଣ ଘଟିଲା, କିଛି ଗୋଟେ ବିରାଟ ଘଟଣା ଘଟିଛି। ଆକାଶରୁ ଗୋଟେ ଜିନିଷ ଜୋରରେ ଆସିକି ଏଇ ପାଖରେ ପଡିଛି। ଏ କଥା ସମସ୍ତେ ଜାଣିପାରିଲେ, କିନ୍ତୁ ଯୋଉମାନେ ଘର ଭିତରେ ବସିଥିଲେ ସେମାନେ ଏ କଥା ଜାଣିନାହାନ୍ତି ଯେ ଏତେ ଜୋରରେ ଶବ୍ଦ ହେଇଛି। ପ୍ରଚଣ୍ଡ ବେଗରେ ବହୁଥିବା ପବନ ତୁଲ୍ୟ ଶବ୍ଦ ହେଇକି ସେ ଘର ଉପରେ ପଡିଲା। ଆଉ ସେମାନେ ଯୋଉଠି ବସିଥିଲେ ଗୃହର ସର୍ବତ୍ର ତାହା ବ୍ୟାପି ଗଲା ସେ ପବନ। ଆଉ ସେ ପବନ ସହିତ ଅଗ୍ନି ସଦୃଶ୍ୟ ଜିଭା ଗୁଡିକ, ଗୋଟେ ଜିଭା ନୁହେଁ, ଅଗ୍ନି ସଦୃଶ୍ୟ ଜିଭା ଗୁଡିକ ସେମାନଙ୍କର ଦୃଷ୍ଟି ଗୋଚର ହେଲା। ସେମାନେ ଦେଖିପାରିଲେ ଯେ ଜିଭ ଯାକ ଆସୁଛି, ଅଗ୍ନି ନିଆଁ ପରି ଜଳୁଛି ସେ ଜିଭ, ଆଉ ଗୋଟେ ଗୋଟେ ଜିଭ ସେମାନଙ୍କ ଆଡକୁ ଆସୁଛି। ପ୍ରତ୍ୟେକ ଲୋକଙ୍କ ଆଡକୁ ଗୋଟେ ଗୋଟେ ଜିଭ ଆସୁଛି, ସେମାନଙ୍କର ଦୃଷ୍ଟି ଗୋଚର ହେଲା। କଳ୍ପନା କରନ୍ତୁ ତାଙ୍କୁ ସେତେବେଳେ କେମିତି ଲାଗିଥିବ। ଖୁବ ଜୋରରେ ପବନ ବହିଲା ପରି ଶବ୍ଦ ହେଲା, ପବନ ସେ ଘର ଭିତରେ ଚାରିଆଡେ ବ୍ୟାପିଗଲା। ଆଉ ଅଗ୍ନିମୟ ଜିଭା ଗୁଡିକ ଲହ ଲହ ହେଇକି ଚାରିଆଡେ ଘୁରି ବୁଲିଲା, ଗୋଟି ଗୋଟି ହେଇକି। ସେଠି 120 ଜଣ ଥିଲେ, 100ଟି ଆସିଥିବ। 100ଟି ଅଗ୍ନିମୟ ଜିଭା ଆସିକି କଣ କଲା? ଛୁଇଁ ଦେଇକି ପଳେଇଲେ, ତାଙ୍କ ଉପରେ ଅଧିଷ୍ଠିତ ହେଲା। ପବିତ୍ର ଆତ୍ମା ସେମାନଙ୍କ ଭିତରେ ଅଧିଷ୍ଠାନ କଲେ ବା ରହିଗଲେ। ପବିତ୍ର ଆତ୍ମା ଆସିଲେ ଛାଡିକି ଯାଆନ୍ତି ନାହିଁ, ସେ ଏଇ ଭିତରେ ହିଁ, ଏଇ ଶରୀର ଭିତରେ ଆମ ସହିତ ବାସ କରନ୍ତି। କାହା ପାଖକୁ ଆସନ୍ତି ପବିତ୍ର ଆତ୍ମା? ଯିଏ ତାଙ୍କୁ ବିଶ୍ୱାସ କରେ, ଯିଏ ତାଙ୍କୁ ପ୍ରେମ କରେ, ଯିଏ ତାଙ୍କର କଥା ମାନେ। ଯୋହନ 14 ପର୍ବରେ କ୍ଲିୟରଲି ଲେଖା ଯାଇଛି। ଯୋହନ 14 ପର୍ବ 23 ପଦ। ଯୀଶୁ ତାଙ୍କୁ ଉତ୍ତର ଦେଲେ, ଯଦି କେହି ମୋତେ ପ୍ରେମ କରେ ତାହେଲେ ସେ ମୋହର ବାକ୍ୟ ପାଳନ କରିବ, ପୁଣି ମୋହର ପିତା ତାହାକୁ ପ୍ରେମ କରିବେ, ଆଉ ଆମ୍ଭେ ମାନେ ତାହା ନିକଟକୁ ଆସି ତାହା ସହିତ ବାସ କରିବା। ଲାଷ୍ଟ ସେଣ୍ଟେନ୍ସ ଟା ଦେଖନ୍ତୁ, ଆଉ ଆମ୍ଭେ ମାନେ, ପ୍ରଭୁ ଯୀଶୁ କହନ୍ତି, ଆମ୍ଭେ ମାନେ ଆସି ତାହା ସହିତ ବାସ କରିବା। ପିତା ଈଶ୍ୱର, ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଉ ପବିତ୍ର ଆତ୍ମା, ଆମ୍ଭେ ମାନେ। ସେଇ ପବିତ୍ର ଆତ୍ମା ତା ଭିତରକୁ ଆସନ୍ତି ଯିଏ ତାଙ୍କୁ ପ୍ରେମ କରିବା, ଯିଏ ତାଙ୍କର କଥା ମାନେ। ହାଲେଲୁୟା। ପ୍ରିୟ ମାନେ, ଯାହା ପାଖରେ ପବିତ୍ର ଆତ୍ମା ତା ପାଖରେ ସ୍ୱାଧୀନତା। ଯାହା ସାଙ୍ଗରେ ପରମେଶ୍ୱର ଅଛନ୍ତି ତାର କେବେ ହେଲେ ଅଭାବ ହବ ନାହିଁ। କୌଣସି ରୋଗ ତାକୁ ସ୍ପର୍ଶ କରିପାରିବ ନାହିଁ, କୌଣସି ବିପଦ ତାକୁ ସ୍ପର୍ଶ କରିପାରିବ ନାହିଁ। ଶୈତାନ ତାର କିଛି କ୍ଷତି କରିପାରିବ ନାହିଁ, କାରଣ ଯିଏ ମୃତ୍ୟୁକୁ ଜୟ କରିଛନ୍ତି, ଯିଏ
शैतान उपरे जयलाभ करिसंती सेही परमेश्वर सेही प्रभु यीशु ख्रीष्ट जदि आम भितरे अछंती ताहेले ए शरीर तो तांकर ही जीवो। से दिन मरियम को कोଳରେ जन्म ନେଇଥିବା प्रभु जीशुଙ୍କ ଭିତରେ जो पवित्र आत्मा थिले से शरीर को देखी शैतान जानू नथिला जे एटा प्रभु यीशु ख्रीष्ट एटा ईश्वरଙ୍କ पुत्र बोलिकी तांकु देखिला बेलकु गोटे कथा हम चिंता करबा पवित्र आत्मा परमेश्वर होचंती आत्मा ए किंतु पवित्र आत्मा से किंतु शैतान होची सी भी पहले आपनको भितर अछंती मो भितर अछंती जेतेबेले हमकु से देखिबो ए चेहरा को शैतान देखिबो नै यो माने এই ভিতরে ଥିବା ପବିତ୍ର ଆତ୍ମାଙ୍କୁ ସେ ଦେଖିବ ଆଉ ପବିତ୍ର ଆତ୍ମାଙ୍କର ଉପସ୍ଥିତିରେ ଶୈତାନର ଶକ୍ତି କାର୍ଯ୍ୟ କରେ ନାହିଁ। ପବିତ୍ର ଆତ୍ମା ରୂପୀ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶୈତାନକୁ ସେ ପରାଜିତ କରିସାରିଛନ୍ତି ତା ଉପରେ ଜୟଲାଭ କରିସାରିଛନ୍ତି ତାଙ୍କୁ ସେ ଶରୀର ଭିତରେ ଦେଖିବ ତାଙ୍କର ଆତ୍ମାକୁ ଦେଖିବ ଆଉ ସେତେବେଳେ ନିଶ୍ଚିତ ଭାବରେ ସେ ଭୟଗ୍ରସ୍ତ ହବ। ସେଦିନ କଥା ମନେ ପକାନ୍ତୁ ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଡଙ୍ଗାରୁ ଓହ୍ଲିକି ଚାଲିକି ଯାଉଥିଲେ ପରାତ୍ପର ଈଶ୍ୱରଙ୍କ ପୁତ୍ର ସମୟ ପୂର୍ବରୁ କାହିଁକି ଆମକୁ ବାହାର କରିବାକୁ ତୁମେ କଷ୍ଟ ଦବା ପାଇଁ ତୁମେ ଚାଲି ଆସିଲ? यस प्रिय माने से जानी सारिला जे प्रभु यीशु आछिचंती हमर ए सुंदर स्थानरु हमको से बाहर कर देबे। प्रभु यीशुଙ୍କର शरीर को देखि कि नाही प्रिय माने कारण शरीर को तो से देखि पारि नथला। प्रभु यीशु समुद्र रे डंगा रे आस्तिले से थिला कोठी मसाणी भितरे प्रभु यीशुଙ୍କର आत्मा को से देखिला कारण से भी गोटे यस प्रिय माने से पवित्र आत्मा आपनक भितरे अछंती मो भितरे अछंती जेतेबेले आमे बाहरु शैतान विरुद्ध रे युद्ध करबा पई जेतेबेले से जानी थाए। यस गत राति कथा मने पकोची 11:57 रे सॉरी 10:57 रे मते फोन आसिला जनकू गोटे बंध आत्मा लगी स्त्री लोक केवल हसुले आउटे सेपटे कथा होते कहारी प्रश्नर जवाब दौ नथिले खाऊ नथिले किछि नाही। राति रे मते फोन कले आतेबेले मु प्रार्थना आरंभ कली हठात एते बड़ शब्द हैला सी रही कोडिंगा पाखरे मु अछि नवरंगपुर रे किंतु आम घर बाहर एते बड़ शब्द है जेमती गोटे बाल्टी को पत्थर रे खाइला पिटी देले जेमती शब्द हुए 11टा राति रे सेमती शब्द है आ सेतेबेले मु जानी सारली जे शैतान थरथर हेलानी आ से शैतान निश्चित भाव रे चलीजो आ प्रार्थना कलु आ प्रभु को धन्यवाद हो संगे संगे पुणी सुस्थता पाइले आज धन्यवाद दबा पाई से डाकी थिले तांको घर को मु जाइथिले सेठी ठीक अछि से हम भितरे जो पवित्र आत्मा छथि से पवित्र आत्मा कार्य करंती आ पवित्र आत्मा कर उपस्थिति रे शैतान हरहर हिताय एक कथा में जानी रखिबा जेतेबेले जाउछु गोटे जगह को हमें एकुटिया जाउनु आम सहित यीशु जाउचंती आम सहित परमेश्वर जाउचंती पवित्र आत्मा जाउचंती परमेश्वर उपस्थिति रे सी थरहर हेबो ही हेबो से रोगर आत्मा हो आउसी दुष्ट शैतान तेणु करी शुधु
ଅଗ୍ନି ସଦୃଶ ଜିଭା ଗୁଡିକ ସେମାନଙ୍କ ଉପରେ ଅଧିଷ୍ଠିତ ହେଲା, ଅର୍ଥାତ୍ ରହିଗଲା, ଛାଡି ଯାଏ। ଯଦି ପବିତ୍ର ଆତ୍ମା ଆପଣଙ୍କ ଭିତରକୁ ଆସନ୍ତି, ପବିତ୍ର ଆତ୍ମା ଆପଣଙ୍କୁ କେବେ ହେଲେ ଛାଡି ଯିବେ ନାହିଁ। ହଁ, ଯେତେବେଳେ ଆମେ ତାଙ୍କୁ ଦୁଃଖିତ କରୁ, ଆମେ ତାଙ୍କର କଥା ମାନି ନଥାଉ, ସେତେବେଳେ ବି ସେ ରୁହନ୍ତି, କିନ୍ତୁ ସେ କାର୍ଯ୍ୟ କରନ୍ତି ନାହିଁ, କାରଣ ସେ ସ୍ୱାର୍ଥପର ନୁହନ୍ତି। ମନ୍ଦ ଆତ୍ମା ଯେତେବେଳେ ଆମ ଭିତରେ ପ୍ରବେଶ କରେ, ଆମକୁ ସାଙ୍ଗେ ସାଙ୍ଗେ ତାର ଇଚ୍ଛାରେ ପରିଚାଳିତ କରେ, କିନ୍ତୁ ପବିତ୍ର ଆତ୍ମା ସ୍ୱାର୍ଥପର ନୁହନ୍ତି। ଯେତେବେଳେ ପର୍ଯ୍ୟନ୍ତ ଆମେ ତାଙ୍କୁ ଆବାହନ କରିନାହୁଁ, ତାଙ୍କର ସାହାଯ୍ୟ ମାଗିନାହୁଁ, ସେତେବେଳେ ପର୍ଯ୍ୟନ୍ତ ସେ କାର୍ଯ୍ୟ କରିବେ ନାହିଁ। ଆମେ ମନ୍ଦ ଆତ୍ମାର ଇଚ୍ଛାରେ ପରିଚାଳିତ ହେଉଥିଲେ ସୁଦ୍ଧା ସେ ଆମ ଭିତରେ, ଆମ ସାଙ୍ଗରେ ଅଛନ୍ତି, ଆଉ ଯେତେବେଳେ ଆମେ ତାଙ୍କର ସାହାଯ୍ୟ ମାଗୁ, ସାଙ୍ଗେ ସାଙ୍ଗେ ସେ ଆମକୁ ସାହାଯ୍ୟ କରିବେ। ଆଉ ଯେତେବେଳେ ପବିତ୍ର ଆତ୍ମା ରୂପୀ ଅଗ୍ନିମୟ ଜିଭା ରୂପୀ ପବିତ୍ର ଆତ୍ମା ସେମାନଙ୍କୁ ସ୍ପର୍ଶ କଲା, ସେମାନଙ୍କ ଉପରେ ଅଧିଷ୍ଠାନ କଲା, ସେତେବେଳକୁ ସେମାନେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଇଗଲେ। ହଁ ପ୍ରିୟ ମାନେ, ପବିତ୍ର ଆତ୍ମା ପ୍ରଭୁ ଯୀଶୁ ଯେତେବେଳେ ବାପ୍ତିସ୍ମ ନେଲେ, ସେତେବେଳକୁ କପୋତ ରୂପରେ ଆସିଲେ, ନାଇଁ କି? ଏଇଠି ଆମେ ଦେଖୁଛୁ ଅଗ୍ନିମୟ ଜିଭା ରୂପରେ ଆସୁଛନ୍ତି। ତାଙ୍କ ଇଚ୍ଛା, ସେ ଯେମିତି ଆସିବାକୁ ଚାହିଁବେ ସେମିତି ଆସିବେ। କିନ୍ତୁ ଯେତେବେଳେ ପବିତ୍ର ଆତ୍ମା ଆସନ୍ତି, ଆମର ହୃଦୟ ପବିତ୍ରତାରେ ପୁରି ଯାଇଥାଏ। ଆମେ ଯେତେବେଳେ ତାଙ୍କର ନିର୍ଦ୍ଦେଶରେ, ତାଙ୍କର ଇଚ୍ଛାରେ ଚାଲିବାକୁ ଆରମ୍ଭ କରୁ, ସେ ଆମକୁ ସାହାଯ୍ୟ କରନ୍ତି। ପୃଥିବୀରେ ଏମିତି କୌଣସି ଶକ୍ତି ନାହିଁ ଯୋଉ ଶକ୍ତି ଆମକୁ ପରାଜିତ କରିପାରିବ, କାରଣ ପବିତ୍ର ଆତ୍ମା ଆଉ ପ୍ରଭୁ ଯୀଶୁଙ୍କ ତୁଲ୍ୟ ଆଉ କେହି ନାହିଁ। ସେ ଆମ ଭିତରେ ଅଛନ୍ତି, ସବୁବେଳେ ଅନୁଭବ କରିବା। ଏ ହାତ ଆମର ନୁହେଁ, ଜାଣି ରଖିବା, ଏଇଟା ପ୍ରଭୁ ଯୀଶୁଙ୍କର ହାତ ବୋଲି ଜାଣିବା। ଏଇଟା ପବିତ୍ର ଆତ୍ମାଙ୍କର ହାତ। ଏଇ ମୁଣ୍ଡ, ଏଇ ଆଖି, ଏଇଟା ତ ତାଙ୍କର ଗୋଟେ। ସେଥିପାଇଁ ଆଇବ କହୁଛନ୍ତି, ମୁଁ ମୋର ଚକ୍ଷୁ ସହିତ ନିୟମ କରିଛି, କିପରି ଯୁବତୀକୁ ଅନେଇବି। ନିୟମ କରିବା ପ୍ରିୟ ମାନେ, ଏଇ ଶରୀର ଅଙ୍ଗ ପ୍ରତ୍ୟଙ୍ଗ ତୁମର ଅଟେ ପ୍ରଭୁ। ଏଇ ଶରୀରର ଅଙ୍ଗ ପ୍ରତ୍ୟଙ୍ଗକୁ ତୁମେ ତୁମର ଇଚ୍ଛାରେ ବ୍ୟବହାର କର, ମୋ ଇଚ୍ଛାରେ ନାହିଁ। ଠିକ ଆଇବ ପରି କହିବା, ମୁଁ ନିୟମ କରିଛି ଯେ ପ୍ରଭୁ ଏଇଟା ତମର ଆଖି, ତମ ଇଚ୍ଛାରେ ବ୍ୟବହାର କର। ସେମିତି ଏଇଟା ତମର ହାତ ପ୍ରଭୁ, ଏଇ ହାତରେ ଯାହା କରିବା, ତାଙ୍କୁ ଯାହା ଖୁସି ଲାଗେ, ତାଙ୍କର ସନ୍ତୋଷଜନକ କାର୍ଯ୍ୟ କରିବା, ଏଇ ଆଖିରେ ତାଙ୍କର ସନ୍ତୋଷ ଲାଗୁଥିବା ବିଷୟ ହିଁ ଆମେ ଦେଖିବା। ଆମର ଅଙ୍ଗ ପ୍ରତ୍ୟଙ୍ଗକୁ ତାଙ୍କର ଇଚ୍ଛାରେ ଆମେ ବ୍ୟବହାର କରିବା। ତାହେଲେ ପବିତ୍ର ଆତ୍ମା ଆମର ହୃଦୟକୁ ପୂର୍ଣ୍ଣ କରିବେ, ଆମକୁ ସେ ନିଜ ଇଚ୍ଛାରେ ଚଲେଇବେ। ସେଦିନ କଣ ହେଲା, ଯେତେବେଳେ ପବିତ୍ର ଆତ୍ମା ଆସିଲେ, ପବିତ୍ର ଆତ୍ମା ତାଙ୍କର ଇଚ୍ଛା ସାଧନ କରନ୍ତି। ଆଉ ସେତେବେଳର ସମୟ ହଉଛି ପୃଥିବୀର ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଆସିଥିଲେ ଜେରୁସାଲେମ ମନ୍ଦିରକୁ। ପରମେଶ୍ୱରଙ୍କର ଇଚ୍ଛା ଥିଲା ସେମାନଙ୍କ ମଧ୍ୟରେ ଈଶ୍ୱରଙ୍କ ରାଜ୍ୟର କଥା, ପ୍ରଭୁ ଯୀଶୁଙ୍କ ବିଷୟରେ ପ୍ରଚାର କରାଯିବ। ଆଉ ସେ ଚାହିଁଲେ ଏଇ 120 ଜଣଙ୍କର ପାଟିକୁ ବ୍ୟବହାର କରିବାକୁ, ତାଙ୍କର ଜିହ୍ବାକୁ ବ୍ୟବହାର କରିବା ପାଇଁ। ଆଉ ସେଇଥିପାଇଁ ସେମାନଙ୍କୁ ସିଏ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଶକ୍ତି ଦେଲେ। ଆଉ ସେମାନେ ପୃଥିବୀର ବିଭିନ୍ନ ଭାଷାରେ କଥା କହିବାକୁ ଆରମ୍ଭ କଲେ। କୋଉ ଭାଷାରେ? ଯୋଉ ଭାଷାବଲମ୍ବୀ ଲୋକମାନେ ଅଛନ୍ତି ସେଇ ସ୍ଥାନରେ, ସେମାନଙ୍କର ଭାଷା, ସେଇ ଭାଷା ସେମାନେ କେବେ ଶିଖିନଥିଲେ, କିନ୍ତୁ ପରମେଶ୍ୱର ତାଙ୍କର ଜିହ୍ବାରେ ସେଇ ଭାଷା ଦେଲେ।
ଆଉ ସେମାନେ ସେଇ ଭାଷାରେ ପ୍ରଚାର କରିବାକୁ ଆରମ୍ଭ କଲେ, ଈଶ୍ୱରଙ୍କର ମହିମା ପ୍ରକାଶ କରିବାକୁ ଆରମ୍ଭ କଲେ। ଆଉ ଲୋକମାନେ ଆଶ୍ଚର୍ଯ୍ୟ ହେଲେ, ଏମାନେ ଗାଲିଲୀୟ ଲୋକ ନୁହନ୍ତି କି? ଏମାନେ ତ ଗାଲିଲୀୟ ଲୋକ, ଏମାନେ ତ କେବେ ବାହାରେ ଯାଇନାହାନ୍ତି, ଏମାନେ ତ ଆମର ଭାଷା ଜାଣି ନାହାନ୍ତି, କିନ୍ତୁ ଆଜି ଏମାନେ ଆମର ଭାଷାରେ ପ୍ରଚାର କରୁଛନ୍ତି। ଆଶ୍ଚର୍ଯ୍ୟ ହେଇଗଲେ ସେମାନେ। ପ୍ରିୟ ମାନେ, ଏଇଟା ହଉଛି ପବିତ୍ର ଆତ୍ମାଙ୍କର ଦାନ। ପର ଭାଷାରେ କଥା କହିବା, ଅନ୍ୟ ଭାଷାରେ କଥା କହିବା। କିନ୍ତୁ ଗୋଟିଏ କଥା ମନେ ରଖିବା, କେତେକେ କୁହନ୍ତି ଯେ ଏଇ ବାକ୍ୟକୁ ସେମାନେ ଭୁଲ ଅର୍ଥରେ ବୁଝନ୍ତି। ପର ଭାଷାର ଅର୍ଥ ଯେ ବିଭିନ୍ନ ଭାଷା, ପୃଥିବୀରେ ଚାଲୁଥିବା ଭାଷା ହିଁ ପର ଭାଷା, ଏଇ କଥା ସେମାନେ ବୁଝନ୍ତି। କିନ୍ତୁ ସେ କଥା ନୁହେଁ। ଏଇଟା ହଉଛି ଗୋଟେ ପର ଭାଷା, ଯାହାକି ଆମେ ପୃଥିବୀରେ ଚାଲୁଥିବା ବିଭିନ୍ନ ଭାଷାରେ କଥା କହିପାରିବା, ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିପାରିବା। ଆଉ ଗୋଟେ ହଉଛି ସ୍ୱର୍ଗୀୟ ଭାଷା, ପର ଭାଷା, ସ୍ୱର୍ଗୀୟ ଭାଷା, ଯାହାକି କେବଳ ଆମେ ଈଶ୍ୱରଙ୍କ ସହିତ କଥା ହେଇଥାଉ। ଯେଟା ଆମେ ଦେଖିବା ପ୍ରଥମ କୋରିନ୍ଥୀୟ 14 ପର୍ବ ତାର 2 ପଦରେ ଲେଖାଯାଏ। ମୁଁ ପଢି ଦଉଛି, ଦେଇ ହବ। କାରଣ ଯେ ପର ଭାଷାରେ କଥା କହେ, ସେ ମନୁଷ୍ୟକୁ କଥା କୁହେ ନାହିଁ, କିନ୍ତୁ ଈଶ୍ୱରଙ୍କୁ କହେ, ଯେଣୁ କେହି ତାହା ବୁଝେ ନାହିଁ। ଧ୍ୟାନ ଦେବା ପ୍ରିୟ ମାନେ, ସେଇ ଭାଷାକୁ କେହି ବୁଝନ୍ତି ନାହିଁ, କାରଣ ସେଇ ଭାଷାରେ କେବଳ ସେ ଈଶ୍ୱରଙ୍କ ସହିତ କଥା ହୁଏ। ଦି ପ୍ରକାର ଭାଷା ଆମେ ଦେଖୁଛୁ, ଅନ୍ୟ ଭାଷା ଏବଂ ପର ଭାଷା। ଏଠି ଲେଖାଯାଏ, ପର ଭାଷାରେ ଯେ କଥା କହେ କେବଳ ଈଶ୍ୱରଙ୍କୁ ସେ କଥା କୁହେ, ମନୁଷ୍ୟକୁ ନୁହେଁ, ତେଣୁ କରି କେହି ତାହା ବୁଝେ ନାହିଁ। ମାତ୍ର ସେ ଆତ୍ମା ଦ୍ୱାରା ନିଗୁଢ ବିଷୟ କହିଥାଏ। କାହାକୁ? ପରମେଶ୍ୱରଙ୍କୁ। ତାଙ୍କ ସହିତ କଥା ହେଇଥାଏ। ଏଇଟା ପର ଭାଷା। ଆଉ ଅନ୍ୟାନ୍ୟ ଭାଷା ଆମେ ଏବେ ଦେଖିଲୁ, ଯୋଉ ଭାଷା ଆମେ ଜାଣିନାହୁଁ। ଆମେ ତେଲୁଗୁ ଜାଣିନାହୁଁ, ଗୋଟେ ତେଲୁଗୁ ଲୋକ ଅଛି, ଯଦି ଆମେ ଅନ୍ୟ ଭାଷା ପାଇଛୁ, ତେଲୁଗୁରେ ମଧ୍ୟ ଆମେ ତାକୁ ପ୍ରଚାର କରିପାରିବା, ଈଶ୍ୱରଙ୍କର ବାକ୍ୟ ପ୍ରଚାର କରିପାରିବା ତା ପାଖରେ। ଆଉ ସମୟ ହେଇଯାଇଛି, ଆଉ ତେଣୁକରି ଆମେ ଏଠି ଆଜି ବନ୍ଦ କରିବା। ଏ ଯୋଉମାନେ ବୁଝିପାରୁନାହାନ୍ତି ପର ଭାଷା ଆଉ ଅନ୍ୟାନ୍ୟ ଭାଷା ବିଷୟରେ, ଆଉ ସେମାନଙ୍କୁ ମୁଁ ଅନୁରୋଧ କରୁଛି, 2 ପର୍ବ ପଢନ୍ତୁ, 14 ପର୍ବ ପଢନ୍ତୁ, ଆଉ ପବିତ୍ର ଆତ୍ମାଙ୍କୁ ପ୍ରାର୍ଥନା କରନ୍ତୁ। ତାଙ୍କ ଠାରୁ ବଡ ଶିକ୍ଷକ କେହି ନାହିଁ। ସେ ନିଶ୍ଚିତ ଭାବରେ ଯାହା ସତ୍ୟ ସେ ଶିକ୍ଷା ଆମକୁ ଦେବେ। ଆଉ ମୁଁ ତ ଯୀଶୁଙ୍କୁ ଗ୍ରହଣ କରିବା ପୂର୍ବରୁ ଖ୍ରୀଷ୍ଟିଆନ ଥିଲି, କିନ୍ତୁ ଯେତେ ଦିନ ପର୍ଯ୍ୟନ୍ତ ଯୀଶୁଙ୍କର ମୁଁ ହେଇନଥିଲି, ମୁଁ ବି ଏଇ ପର ଭାଷା ବିରୁଦ୍ଧରେ ଥିଲି। କିନ୍ତୁ ପ୍ରଭୁ ଆଶୀର୍ବାଦ କଲେ, ପର ଭାଷାରେ କଥା କହିବାର ଶକ୍ତି, ଯୀଶୁଙ୍କ ସହିତ ପରମେଶ୍ୱରଙ୍କର କଥା କହିବା ସହିତ କଥା ହବାର ଶକ୍ତି, ସବୁ କିଛି ସିଏ ଆମକୁ ଦଉଛନ୍ତି। ପ୍ରିୟ ମାନେ, ସେ ଆପଣଙ୍କୁ ବି ଦେବାକୁ ଚାହାନ୍ତି ବା ଦେଇ ସାରିଛନ୍ତି। କେବଳ ସମର୍ପିତ ହେଇଯିବା। ଭୋରୁ ଉଠନ୍ତୁ, ଯୋଉମାନେ ଏଇ ପର୍ଯ୍ୟନ୍ତ ପର ଭାଷା ଜାଣି ନାହାନ୍ତି, ଭୋରୁ ଉଠିବା ଆଉ ତାଙ୍କ ସହିତ କଥା ହବା। ଆମେ କହିବା ଆଉ ଅପେକ୍ଷା କରିବା ଶୁଣିବା ପାଇଁ। ସେ ନିଶ୍ଚିତ ଭାବରେ କଥା କହିବେ। ପ୍ରିୟ ମାନେ, ମୁଁ ଯେତେବେଳେ ନୂଆରେ ଯାଇଥିଲି ଟ୍ରେନିଂ ସେଣ୍ଟରକୁ, ଅନ୍ୟମାନେ ପର ଭାଷାରେ କଥା କହୁଛନ୍ତି, ମୁଁ ଜାଣିନି। ଆଉ ସେତେବେଳେ
ମୁଁ କହିଲି ଯେ ମୁଁ ପର ଭାଷାରେ କଥା କହିପାରୁନି। ସେତେବେଳେ ଶିକ୍ଷକ ଜଣେ ମତେ କହିଲେ ଯେ ୟୁ ୱିଲ୍ ଫ୍ଲୋ। ମୋର ମନେ ରହିଗଲା, ୟୁ ୱିଲ୍ ଫ୍ଲୋ। ବାସ୍ ଉତ୍ତର ସେତିକି। ଆଉ ଆଶ୍ଚର୍ଯ୍ୟର କଥା, ତାର 3 ଦିନ ପରେ ପ୍ରକୃତରେ ସେ ଯାହା କହିଥିଲେ ସତ୍ୟ ହେଲା। ପବିତ୍ର ଆତ୍ମା ମତେ ସ୍ପର୍ଶ କଲେ। ଆସନ୍ତୁ ଆଜିର ଯୋଉ ବାକ୍ୟ ଯେପରିକି ଆମ ହୃଦୟରେ ରହିବ, ତଦନୁଯାୟୀ ଆମେ ଆମର ଜୀବନକୁ ଅତିବାହିତ କରିବା। ସେହିପରି ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ହାଲେଲୁୟା।